ରାଧେ ରାଧେ ବନ୍ଧୁଗଣ। ପୌରାଣିକ କଥା ଅନୁସାରେ ଶ୍ରୀକୃଷ୍ଣଙ୍କ ଗୋଲୋକ ଧାମ କିପରି ଥିଲା ତାହା ଶୁଣିବାକୁ ମିଳିଥାଏ। ଗୋଲୋକ ହେଉଛି ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କର ଧାମ। ଗୋଲୋକ ତିନି ଲୋକ ଉପରେ ଏବଂ ଗୋଲୋକ ଉପରେ କୌଣସି ଲୋକ ନାହିଁ। ପୁରାଣ ଶାସ୍ତ୍ରରେ ଗୋଲୋକ କିପରି ଦେଖାଯାଏ ତାହାର ବଡ଼ ହିଁ ସୁନ୍ଦର ବ୍ୟାଖ୍ୟା ମିଳେ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ଗୋଲୋକ କିପରି ଦେଖାଯାଏ ଓ ଗୋଲୋକ ଧାମ ଓ ବୈକୁଣ୍ଠ ଧାମ ମଧ୍ୟରେ ଅନ୍ତର କ'ଣ। ବନ୍ଧୁଗଣ, ଆପଣ ଶାସ୍ତ୍ରରେ ବିଭିନ୍ନ ଲୋକ ବିଷୟରେ ଶୁଣିଥିବେ, ଯେପରିକି ବ୍ରହ୍ମଲୋକ, ନାଗଲୋକ, ପାତାଳ ଲୋକ ଇତ୍ୟାଦି। କିନ୍ତୁ ଯେଉଁ ଲୋକ ସବୁଠାରୁ ସୁନ୍ଦର ଓ ଅଭିନ୍ନ ଭାବେ ବର୍ଣ୍ଣିତ ହୋଇଛି ସେହି ଲୋକ ହେଉଛି ଗୋଲୋକ। ଶ୍ରୀକୃଷ୍ଣ ପରି ଗୋଲୋକ ମଧ୍ୟ ନିଜ ସୌନ୍ଦର୍ଯ୍ୟରେ ମନ ମୋହିତ କରିନିଏ। ଗୋଲୋକ ଭଗବାନ ଶ୍ରୀକୃଷ୍ଣଙ୍କର ନିବାସ ସ୍ଥାନ ଅଟେ, ଯେଉଁଠାରେ ସେ ଶ୍ରୀ ରାଧାରାଣୀ ଏବଂ ଅନ୍ୟ ଗୋପୀଙ୍କ ସହିତ ନିବାସ କରନ୍ତି। ସେହିଠାରେ ପ୍ରତିଦିନ ରାସଲୀଳା ଏବଂ ଅନେକ କ୍ରୀଡ଼ା ମହୋତ୍ସବ ହୋଇଥାଏ। ବିଷ୍ଣୁ ସମ୍ପ୍ରଦାୟଙ୍କ ବ୍ୟକ୍ତିବିଶେଷମାନଙ୍କର ମାନ୍ୟତା ଏହା ଅଛି କି ଶ୍ରୀକୃଷ୍ଣ ହିଁ ପରମ ବ୍ରହ୍ମ ଏବଂ ତାଙ୍କ ନିବାସ ସ୍ଥାନ ହିଁ ଗୋଲୋକ ଧାମ ଅଟେ। ଗର୍ଭ ସଂହିତା ଏବଂ ବ୍ରହ୍ମ ସଂହିତାରେ ଗୋଲୋକ ବିଷୟରେ ବଡ଼ ହିଁ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଅଛି। ଗର୍ଗ ସଂହିତା ଅନୁସାରେ ଗୋଲୋକ ଧାମକୁ ବୃନ୍ଦାବନ, ସାକେତ, ପରମ ସ୍ଥାନ, ସନାତନ ଆକାଶ, ପରମଲୋକ ବା ବୈକୁଣ୍ଠ ମଧ୍ୟ କୁହାଯାଏ। ସାଂସାରିକ ମୋହମାୟାର ଊର୍ଦ୍ଧ୍ୱରେ ଥିବା ଏହି ଧାମକୁ ପ୍ରେମ ଓ ଭକ୍ତିର ଧାମ ମଧ୍ୟ କୁହାଯାଏ। ଏହି ଲୋକ ଶ୍ରୀକୃଷ୍ଣଙ୍କ ପରି ହିଁ ଅନନ୍ତ ଅଟେ। ଯେପରି ଶ୍ରୀକୃଷ୍ଣଙ୍କ ତିନି ଗୁଣ ଯଥା ସତ୍ୱଗୁଣ, ରଜଗୁଣ ଏବଂ ତମଗୁଣର ଊର୍ଦ୍ଧ୍ୱରେ, ସେହିପରି ଗୋଲୋକ ମଧ୍ୟ ଏହି ତିନି ଗୁଣ ଊର୍ଦ୍ଧ୍ୱରେ। ଶ୍ରୀମଦ୍ ଭଗବତ୍ ଗୀତାରେ ଗୋଲୋକ ବିଷୟରେ ଶ୍ରୀକୃଷ୍ଣ ନିଜେ କହିଛନ୍ତି, ମୋ ପରମ ଧାମ ନା ସୂର୍ଯ୍ୟ ନା ଚନ୍ଦ୍ରମା ଆଉ ନା ହିଁ ଅଗ୍ନି ଦ୍ୱାରା ପ୍ରକାଶିତ ହୁଏ। ଯେଉଁ ଲୋକ ଥରେ ଗୋଲୋକ ଧାମରେ ପହଞ୍ଚିଯାଏ ସେହି ବ୍ୟକ୍ତିଙ୍କୁ ଭୌତିକ ଜଗତରେ ଆଉ ଆସିବାକୁ ପଡ଼େ ନାହିଁ। ସେମାନେ ମୋ ଠାରେ ହିଁ ଲୀନ ହୋଇଯାଆନ୍ତି, ଜନ୍ମ ମରଣ ଚକ୍ରରେ ଆଉ ପଡ଼ନ୍ତି ନାହିଁ। ବ୍ରହ୍ମବୈବର୍ତ ପୁରାଣ ଅନୁସାରେ ଗୋଲୋକ ବୈକୁଣ୍ଠ ଲୋକଠାରୁ 50 କୋଟି ୟୋଜନ ଉପରେ ଅବସ୍ଥିତ ଅଛି ଏବଂ 3 କରୋଡ଼ ୟୋଜନ ମଧ୍ୟରେ ବିସ୍ତୃତ ହୋଇଅଛି। ଗୋଲୋକ ବ୍ରହ୍ମାଣ୍ଡର ବାହାର 3 ଲୋକ ଉପରେ ବ୍ରହ୍ମଜ୍ୟୋତିରେ ବିଦ୍ୟମାନ। ଗୋଲୋକର ବାମ ଭାଗରେ ଶିବଲୋକ ଅବସ୍ଥିତ, ଯେଉଁଠାରେ ପରମାତ୍ମା ନିଜ ଶିବ ସ୍ୱରୂପରେ ବିଦ୍ୟମାନ ଅଛନ୍ତି। ବୈକୁଣ୍ଠ ଏବଂ ଶିବଲୋକ ମଧ୍ୟ ଗୋଲୋକ ପରି ନିତ୍ୟ ଅଟେ। ଏହି ଲୋକ ସମସ୍ତ କୃତ୍ରିମ ଓ ଭୌତିକ ସୃଷ୍ଟିର ସଂରଚନାର ଊର୍ଦ୍ଧ୍ୱରେ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା କିପରି ଦେଖାଯାଏ ଗୋଲୋକ। ବୈକୁଣ୍ଠ ପଦ୍ମଫୁଲର ପାଖୁଡ଼ା ପରି ସମାନ ଏବଂ ସେହି ପଦ୍ମଫୁଲର ପ୍ରମୁଖ ଭାଗ ହେଉଛି ଗୋଲୋକ। ଗୋଲୋକ ସବୁ ଲୋକର କେନ୍ଦ୍ର ଅଟେ। ଗୋଲୋକକୁ 3 ଅଲଗା ଅଲଗା ଭାଗରେ ବିଭାଜିତ କରାଯାଇଛି, ଯଥା ଗୋକୁଳ ବା ଗୋପପୁର, ମଥୁରା ଏବଂ ଦ୍ୱାରିକା। ଗୋଲୋକରେ ନିବାସ କରୁଥିବା ଗୋପୀମାନେ ସକାଳର ସୂର୍ଯ୍ୟକିରଣ ପରି କାନ୍ତିମାନ ଅଟନ୍ତି। ସେହିଠାରେ ଦ୍ୱାରେ ଦ୍ୱାରେ ବିଭିନ୍ନ ପ୍ରକାରର ଗାଈର ଦର୍ଶନ ମଧ୍ୟ ହୋଇଥାଏ। ସେହି ଗାଈମାନେ ବିଭିନ୍ନ ପ୍ରକାରର ଦିବ୍ୟ ଆଭୂଷଣରେ ସଜ୍ଜିତ ହୋଇଥାନ୍ତି। ଧଳା ଗାଈଗୁଡ଼ିକ ସତେ ଯେପରି ଧଳା ପର୍ବତ ପରି ଦୃଶ୍ୟମାନ ହୁଅନ୍ତି। ସଭିଙ୍କ ଲାଞ୍ଜ ହଳଦିଆ ରଙ୍ଗରେ ରଙ୍ଗିତ ହୋଇଥାଏ। ସେହିଠାରେ ଗୋପୀଙ୍କ ସୁରକ୍ଷା ପାଇଁ ଗାଈ ଜଗୁଆଳୀମାନେ ମଧ୍ୟ ଅଛନ୍ତି ଓ ସେମାନଙ୍କ ହସ୍ତରେ ଗୋଟିଏ ଗୋଟିଏ ବେତ ମଧ୍ୟ ଥାଏ। ଗୋଲୋକରେ ଅବସ୍ଥିତ ଗୋବର୍ଦ୍ଧନ ପର୍ବତ ଗୋଲୋକର ଶୋଭାକୁ ବଢ଼ାଏ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଗୋଲୋକ ଓ ବୈକୁଣ୍ଠ ଧାମ ମଧ୍ୟରେ ଅନ୍ତର କ'ଣ।
ଗୋଲୋକ ଶବ୍ଦର ଅର୍ଥ ହେଲା ଗାଈମାନଙ୍କର ଲୋକ ବା ଗାଈମାନଙ୍କର ଦୁନିଆ। ସେହିପରି ବୈକୁଣ୍ଠ ଶବ୍ଦର ଅର୍ଥ ହେଲା ଯେଉଁଠାରେ କୁଣ୍ଠା ନାହିଁ। ବୈକୁଣ୍ଠ ପହଞ୍ଚିବା ପାଇଁ 7ଟି ଦିବ୍ୟ ଦ୍ୱାରକୁ ପାରି କରିବାକୁ ପଡ଼ିଥାଏ। ଗ୍ରନ୍ଥରେ ବୈକୁଣ୍ଠ ଧାମକୁ ବୈକୁଣ୍ଠ ସାଗର ମଧ୍ୟ କୁହାଯାଇଛି। ବୈକୁଣ୍ଠ ଧାମ ସମୁଦ୍ର ତଳରେ ଅବସ୍ଥିତ। ବୈକୁଣ୍ଠ ସମୁଦ୍ରର ଯେଉଁ ଗଭୀରତାରେ ଅଛି ସେଠି ସେହି ସ୍ଥାନକୁ କ୍ଷୀରସାଗର ନାମରେ ମଧ୍ୟ ନାମିତ କରାଯାଇଛି। ଗୋଲୋକ ଯେଉଁଠାରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ସହ ବାସ ଥାଏ, ସେହିପରି ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହ ବୈକୁଣ୍ଠରେ ବିରାଜିତ ହୁଅନ୍ତି। ଗୋଲୋକ 3 ଲୋକର ଊର୍ଦ୍ଧ୍ୱରେ ଅବସ୍ଥିତ ଥିଲାବେଳେ ବୈକୁଣ୍ଠ ସମୁଦ୍ର ତଳରେ ଅବସ୍ଥିତ। ତେବେ ବନ୍ଧୁଗଣ, ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଓ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖିବାକୁ ଭୁଲିବେ ନାହିଁ।